ଆମ ଗାଁ ହନୁମାନ ମନ୍ଦିରରେ 25ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆଜି ମହାଯଜ୍ଞ ସହ ଶହ ଶହ ଭକ୍ତମାନଙ୍କ ପାଇଁ ପ୍ରସାଦ ପ୍ରସ୍ତୁତି କରାହେଉଥିଲା। ତ ନମସ୍କାର ସାଙ୍ଗମାନେ, ସ୍ୱାଗତ କରୁଛି ଆପଣମାନଙ୍କୁ ଆଉ ଏକ ମିନି ଫ୍ରେଶ୍ ବ୍ଲଗ ଭିଡ଼ିଓରେ। ତ ମୁଁ ସବୁଦିନ ପରି ଆଜି ସକାଳୁ ଉଠି ମନ୍ଦିର ବାହାରି ହେଇଥିଲି। ଆଉ ଆମ ଗାଁ ହନୁମାନ ମନ୍ଦିରରେ ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟାରେ ବାର୍ଷିକ ଉତ୍ସବ ପାଳନ କରାଯାଏ। ଆଉ ହଁ, ଏ ବର୍ଷ 25ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆଜି ମନ୍ଦିରରେ ମହାଯଜ୍ଞ ସହ ଶହ ଶହ ଭକ୍ତମାନଙ୍କ ପାଇଁ ପ୍ରସାଦ ମଧ୍ୟ ପ୍ରସ୍ତୁତି କରାଯାଉଥିଲା। ଆଉ ଆମ ଗାଁରେ କିଛି ମାଆ ମାନେ ଆସି ପ୍ରସାଦ ପାଇଁ ପନିପରିବା କାଟିବାରେ ମଧ୍ୟ ସାହାଯ୍ୟ କରୁଥିଲେ। ଆଉ ତାପରେ ମୁଁ ଠାକୁରଙ୍କୁ ଦର୍ଶନ କରି ମଥାରେ ସିନ୍ଦୁର ଲଗାଇ ତା କିଛି ସମୟ ପରେ ମୁଁ ପୁଣି ଘରକୁ ପଳେଇ ଆସିଥିଲି। ଆଉ ତାପରେ ମାମା ଆଉ ମୁଁ ଦି ଜଣ ମିଶି ପୁଣି ମନ୍ଦିର ଯାଇଥିଲୁ। ମାମା ଠାକୁରଙ୍କୁ ଦର୍ଶନ କରି ପୂଜା କରି ମନ୍ଦିରରେ ଦୀପ ଲଗାଇଥିଲେ। ତାପରେ ମୋର ନଜର ପଡ଼ିଥିଲା ଏଇ ନ୍ୟୁଜ୍7 ରିପୋର୍ଟରଙ୍କ ଭାଇଙ୍କ ଉପରେ। ଆମ ମନ୍ଦିରରେ ପ୍ରତିଦିନ ପୂଜା କରୁଥିବା ନନାଙ୍କୁ ମନ୍ଦିର ଏବଂ ବାର୍ଷିକ ଉତ୍ସବ ବିଷୟରେ ସବୁ ପଚାରୁଥିଲେ। ଆଉ ହଁ, ଏମିତି ପୂଜା ଆଉ ଯଜ୍ଞ ପାଠ ହଉ ହଉ ସଞ୍ଜ ହେଇଯାଇଥିଲା। ଆଉ ଠିକ୍ ସଞ୍ଜ ବେଳକୁ ଆମର ଦୃଷ୍ଟିହୀନ ଭାଇ ଆଉ ଭଉଣୀମାନେ ସହରରୁ ଆସି ପହଞ୍ଚିଥିଲେ ତାଙ୍କ କାର୍ଯ୍ୟକ୍ରମ ଷ୍ଟାର୍ଟ କରିବା ପାଇଁ। ଆଉ ସେମାନେ ଦୃଷ୍ଟିହୀନ ହେଲେ କ'ଣ ହେବ, ମଧ୍ୟ ସେମାନେ ବହୁତ ସୁନ୍ଦର ଗୀତ ଗାଉଥିଲେ। ଆଉ ତାପରେ ଆମର ପ୍ରସାଦ ସେବନ ମଧ୍ୟ ଆରମ୍ଭ ହୋଇଯାଇଥିଲା। ଆଉ ଭକ୍ତଙ୍କ ଗହଳି ମଧ୍ୟ ବଢ଼ି ଚାଲିଥିଲା। ଗହଳି କମିଲା ବେଳକୁ ରାତି 11ଟା ପାରି ଯାଇଥିଲା। ଆଉ ଆମେ ଭାଇମାନେ ସମସ୍ତେ ମିଶି ପ୍ରସାଦ ସେବନ କରିବା ପାଇଁ ବସିଥିଲୁ। ତ ରହୁଛି ସାଙ୍ଗମାନେ, ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଥିବ ନିଶ୍ଚିତ ଲାଇକ୍, କମେଣ୍ଟ, ସେୟାର କରିବେ। ତ